ଆଜି ଆନନ୍ଦପୁର ବ୍ରିଜ୍ ଛକସ୍ଥିତ କଲ୍ୟାଣୀ ମଣ୍ଡପଠାରେ ଆନନ୍ଦପୁରର ସର୍ବପୁରାତନ ଆନନ୍ଦପୁରର ଉଚ୍ଚ ବିଦ୍ୟାଳୟ ବଳଭଦ୍ରପୁରର 1978 ମସିହାର ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମୋଟ ପ୍ରାୟ 30ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଉପଲକ୍ଷେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା। କାଉନସିଲର ଓ ପୂର୍ବତନ ଛାତ୍ର କୃଷ୍ଣଚନ୍ଦ୍ର ରଣା, ପୂର୍ବତନ ଛାତ୍ର ଜ୍ୟୋତିରଞ୍ଜନ ଜେନା, ତୁଷାରକାନ୍ତ ସିଂ ଉପସ୍ଥିତ ରହି ପ୍ରମୁଖ କାର୍ଯ୍ୟକୁ ପରିଚାଳନା କରିଥିଲେ। କେନ୍ଦୁଝରରୁ ଗଗନ ବେହେରା ଦାସଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। ଗୋଟେ ଗେଟ୍ ଟୁଗେଦର ହେଲା, ବହୁତ ଭଲ ଲାଗୁଛି, ଖୁସି ବି ଲାଗୁଛି। ଭାବିନଥିଲୁ ଏତେ ବର୍ଷ ପରେ ସମସ୍ତଙ୍କ ସହିତ ଦେଖା ହବ ବୋଲି। ଆଉ ମୁଁ ଚାହୁଁଛି ଏମିତି ପ୍ରୋଗ୍ରାମ ଏଇଟା ପ୍ରତି ବର୍ଷ ଆରେଞ୍ଜ ହଉ, ଆଉ ସମସ୍ତଙ୍କ ସହିତ ଦେଖା ହଉ, ତାପରେ ସମସ୍ତଙ୍କ ବିଷୟରେ ଟିକେ ଜାଣିଲୁ, ନିଜ ନିଜ ବିଷୟରେ ଟିକେ ଡିସ୍କସନ କଲୁ। ପ୍ରୋଗ୍ରାମଟା ବହୁତ ବଢିଆ ହେଇଛି। ଝୁଲା ଚଲେଇଲା ବର୍ଷା କେତେ ମନେ ହୁଏ